6 ମାସରେ 5,000 କଣ ଗୁଲଗୁଲା ଖାଇବେ ନା ପକୋଡି ଖାଇବେ? ଏମିତି କିଛି କହିଦେଲେ ସୁର ଦାଦା। ତାହା ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ ସୁଭଦ୍ରା ଯୋଜନାର ଏସ୍ଓପି ଆସିଛି। ସେଥିରେ ରହିଛି ବର୍ଷକୁ 10,000 ଟଙ୍କା ମିଳିବ। 2ଟି କିସ୍ତି ମାଧ୍ୟମରେ 6 ମାସରେ 5,000 ଲେଖାଏଁ ମିଳିବ। ତେବେ ଏହାକୁ ନେଇ ବର୍ତ୍ତମାନ ଓଡ଼ିଶାର ଲୋକ ମୋହନ ମାଝୀ ଉପରେ ରାଗରେ ବସିଛନ୍ତି। ଯଦି 50,000 ଭାଉଚର ଦେଇଥାନ୍ତେ ତାହେଲେ ମହିଳାମାନେ କିଛି ବିଜନେସ୍ କାର୍ଯ୍ୟରେ ଲଗାଇଥାନ୍ତେ, କିନ୍ତୁ ଏମିତି 5,000 ଦେଲେ ମହିଳାମାନେ କେଉଁ କାର୍ଯ୍ୟରେ ଲଗାଇବେ? ଏହାକୁ ନେଇ ବର୍ତ୍ତମାନ ସୁର ଦାଦା ମୁହଁ ଖୋଲିଛନ୍ତି। 5,000 ପାଇଁ କଣ ଗୁଲଗୁଲା ଖାଇବେ ନା ପକୋଡି ଖାଇବେ? ଏହା ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ ସୁର ଦାଦା କଣ ଏମିତି କହି ଠିକ କରିଛନ୍ତି ନା ଭୁଲ କରିଛନ୍ତି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ଯଦି ଏବେ ସବସ୍କ୍ରାଇବ କରନ୍ତୁ।